ବିରଳ ଅଲିଭ୍ ରିଡ୍ଲେ କଇଁଚଙ୍କର ଏନ୍ତୁଡ଼ିଶାଳ ଭାବରେ ପରିଚିତ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା। ସାମୁଦ୍ରିକ ମାଛ ଧରା ଓ ଟ୍ରଲର ଚଳାଚଳ ନେଇ ଲାଗିବ କଟକଣା। 1437 ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ 160 କିଲୋମିଟର ଅଞ୍ଚଳକୁ ନଭେମ୍ବର 1ରୁ ମାଛ ଧରା ନେଇ ନିଷିଦ୍ଧ କରାଯିବ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ବର୍ଷ ସାରା ଟ୍ରଲର ଚଳାଚଳ ଓ ମାଛ ଧରା ଉପରେ ନିଷିଦ୍ଧାଦେଶ ରହିଥିବା ବେଳେ କଇଁଛ ଋତୁ ଲାଗି ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ସମୁଦ୍ର କୂଳରୁ 20 କିଲୋମିଟର ଯାଏଁ ଟ୍ରଲର, ବୋଟ୍, ଭୁଟଭୁଟି ଚଳାଚଳ ବନ୍ଦ ରହିବ। ନଭେମ୍ବର 1ରୁ ମେ 31 ଯାଏଁ ଦୀର୍ଘ 7 ମାସ ଧରି ଏହି କଟକଣା ଲାଗୁ ହେବ। ଅଲିଭ୍ ରିଡ୍ଲେ କଇଁଚଙ୍କର ସୁରକ୍ଷା ଲାଗି ବାବୁବାଲି, ମାଦଳରେ 2ଟି ଅଫିସର କ୍ୟାମ୍ପ, ବାବୁବାଲି ଓ ଶାସନପେଟାରେ ଗୋଟାଏ ପ୍ଲାଟୁନ୍ ଲେଖାଏଁ ସିପିଆର ଫୋର୍ସ ସମେତ ଏକକୁଳା, ଜଉଦିଆ, ସାତଭାୟା ଭଳି 14ଟି ସ୍ଥାନରେ କଇଁଛ ସୁରକ୍ଷା ଶିବିର କରାଯିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ। ଅନ୍ୟପଟେ ଅଲିଭ୍ ରିଡ୍ଲେ କଇଁଛ ସୁରକ୍ଷା ନିମିତ୍ତ ବନ ବିଭାଗ, ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା, ସାମୁଦ୍ରିକ ମତ୍ସ୍ୟଜୀବୀ ସଂଘର ମିଳିତ ପେଟ୍ରୋଲିଂ କରିବାର ବ୍ୟବସ୍ଥା ଥିବାବେଳେ କେବଳ ବନ ବିଭାଗ ଏକମାତ୍ର ଦାୟିତ୍ୱ ନିଭାଉଛି। ଅନ୍ୟମାନଙ୍କର କୌଣସି ଭାଗିଦାରୀ ରହୁନାହିଁ, ଯାହାଫଳରେ ବେଆଇନ ମାଛ ମାଫିଆ, ଜଳଦସ୍ୟୁମାନଙ୍କର ଆକ୍ରମଣର ଶିକାର ହେଉଛନ୍ତି ନିରୀହ ବନ କର୍ମଚାରୀ। ରକ୍ତ ରଞ୍ଜିତ ହେଉଛି ସାମୁଦ୍ରିକ ଗହୀରମଥା। ଏ 7 ମାସ ଧରି କଇଁଛମାନଙ୍କର ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଭିତରକନିକା ବା ଗହୀରମଥାର ଯେଉଁ ସାମୁଦ୍ରିକ ଅଞ୍ଚଳ ସେ ବନ୍ଦ ରହିବ। ଏ କଥା ସବୁ ବର୍ଷ ହୁଏ, କାରଣ କଇଁଛମାନଙ୍କର ପ୍ରଜନନ ସମୟ ହେଉଛି ଏଇଟା। ଏ ପ୍ରଜନନର ସମୟରେ ଯେଉଁମାନେ ମାସ୍ ନେଷ୍ଟିଂ କରିବା ପାଇଁ ବହୁତ ଦୂରରୁ ପ୍ରଶାନ୍ତ ମହାସାଗର, ଶ୍ରୀଲଙ୍କା ବହୁତ ଦୂରରୁ ଆସନ୍ତି କଇଁଛମାନେ, ଇଏ ବେଳାଭୂମିକୁ ପ୍ରକୃଷ୍ଟ ମନେ କରି, କିନ୍ତୁ ସେମାନେ ସମୁଦ୍ରରେ ସେତିକି ସୁରକ୍ଷିତ ନୁହନ୍ତି। ସେମାନଙ୍କର ଅଣ୍ଡା ଦେବା ପ୍ରକ୍ରିୟା ପର୍ଯ୍ୟନ୍ତ ଏବଂ ଅଣ୍ଡାରୁ ଛୁଆ ହେଇ ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ସେମାନେ ସବୁ ମାତ୍ରାରେ ସୁରକ୍ଷିତ ନୁହନ୍ତି। କାରଣ ଭିତରକନିକା ଗହୀରମଥାର ଯେଉଁ ଅଞ୍ଚଳ ନୋ ଫିସିଂ ଜୋନ୍ ବର୍ଷ ସାରା ରହିଛି ଏବଂ ତାକୁ ଛାଡ଼ିଦେଲେ କଇଁଛ ପ୍ରଜନନ ସମୟରେ ମଧ୍ୟ ଅନୁବନ୍ଧିତ ରୁହେ। କିନ୍ତୁ କାହିଁ କୋଷ୍ଟଗାର୍ଡ଼ ସିଷ୍ଟମ୍ କାହାନ୍ତି ବା ଜଙ୍ଗଲ ବିଭାଗ କାହାନ୍ତି, ଏ ଯେଉଁମାନଙ୍କର କୋଅର୍ଡ଼ିନେସନରେ ସମୁଦ୍ର ପଥଟା ସୁରକ୍ଷିତ ରହିବା କଥା, ଏପର୍ଯ୍ୟନ୍ତ ସେମାନଙ୍କର କୋଅର୍ଡ଼ିନେସନ୍ କିଛି ଦେଖାଯାଉ ନାହିଁ, ଯାହାଫଳରେ କି ହଜାର ହଜାର ବେଆଇନ ମାଛ ଧରାଳି ସେମାନଙ୍କର ସ୍ପିଡ୍ ବୋଟ୍ ଅନ୍ୟାନ୍ୟ ନେଇକରି ଆସୁଛନ୍ତି ଏବଂ ନିର୍ବିବାଦରେ ମାଛ ମାରିକିରି ଫେରି ଯାଉଛନ୍ତି। ତେଣୁ ସେମାନଙ୍କ ପାଇଁ କଇଁଛମାନଙ୍କର ଅଣ୍ଡା ଦେବା କ'ଣ, କଇଁଛମାନେ ଛୁଆ ଫୁଟି ସୁରକ୍ଷିତ ରହିବା କ'ଣ, ସେମାନେ କିଛି ମାୟନା ରଖେ ନାହିଁ। ତେଣୁ ଆମେ ଅନୁରୋଧ କରୁଛୁ ଜଙ୍ଗଲ ବିଭାଗ ହେଉ, କୋଷ୍ଟଗାର୍ଡ଼ ସିଷ୍ଟମ୍ ହେଉ ବା ଯେଉଁମାନେ ଯେଉଁ ଥାନା, ଏମାନେ ସମସ୍ତେ ଟିକେ ସଜାଗ ଦୃଷ୍ଟି ରଖିବା ଦରକାର। ଭାସ୍କର ରାଉତରାୟ। ଏବେ ଚଳଚଞ୍ଚଳ ଗହୀରମଥା, ଯେଉଁଠି ଲକ୍ଷ ଲକ୍ଷ ସାମୁଦ୍ରିକ ପଥ ଅତିକ୍ରାନ୍ତ କରି ଅଲିଭ୍ ରିଡ୍ଲେ କଇଁଛମାନଙ୍କର ମିଳନ ପର୍ବ ଆରମ୍ଭ ହେବାକୁ ଯିବା ଆଉ କେତେ ଦିନ ପରେ, ସେଥିପାଇଁ ରାଜନଗର ବନ ବିଭାଗ, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ପୋଲିସ ବାହିନୀ ମିଳିତ ଭାବରେ ସେହି ଆଗନ୍ତୁକ ଅତିଥିମାନଙ୍କର ସୁରକ୍ଷା ପାଇଁ ବର୍ତ୍ତମାନ ପ୍ରସ୍ତୁତି ପର୍ବରେ ସେମାନେ ରହିଛନ୍ତି। ଏବଂ ଏହି ସମୟ ଭିତରେ ନଭେମ୍ବର 1ରୁ ମେ 10 ତାରିଖ ପର୍ଯ୍ୟନ୍ତ ବନ ବିଭାଗ ତରଫରୁ ସେଠି କଟକଣା ଲାଗୁ କରାଯାଇଛି, ଯେଉଁଠି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଯେଉଁମାନେ ବାପା ଅଜା ଅମଳରୁ ବସବାସ କରିକି ସମୁଦ୍ର ଉପରେ ନିର୍ଭର କରନ୍ତି ତାଙ୍କର ଜୀବନ ଏବଂ ଜୀବିକା। ତେଣୁ ସେହି ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ପାଇଁ ଯେହେତୁ ସମୁଦ୍ର ବନ୍ଦ ମନା କରାଯାଇଛି, ତେଣୁ ସେମାନେ ବଞ୍ଚିବେ କେମିତି, ସେମାନେ ଜୀବନ ଏବଂ ଜୀବିକାକୁ ନେଇକରି ବନ ବିଭାଗ ଆଉ ଟିକେ ସମୀକ୍ଷା କରିବା ଦରକାର। କାହିଁକିନା ଯେଉଁ ରାଶି କରୁଛନ୍ତି 7 ମାସ ଧରିକରି ବନ ବିଭାଗ ଯେଉଁ କରିଛନ୍ତି, 7 ମାସ ଭିତରେ ଯେଉଁ ଯିବେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇପାରିବେ ନାହିଁ, ସେମାନେ କିଭଳି ତାଙ୍କ ପିଲାଙ୍କ ଆଉ ତାଙ୍କ ପରିବାରକୁ ଚଳାଇବେ, ସେଥିପାଇଁ ତାଙ୍କର ଯେଉଁ ରାଶି କରାଯାଇଛି ତାକୁ ଦ୍ୱିଗୁଣିତ କରାଗଲେ ନିଶ୍ଚିତ ଭାବରେ ସେମାନେ କଇଁଛ ସୁରକ୍ଷାରେ ମଧ୍ୟ ସେମାନେ ସହଯୋଗ କରିବେ। ଅପରପକ୍ଷରେ ଅଲିଭ୍ ରିଡ୍ଲେ କଇଁଛମାନଙ୍କ ସୁରକ୍ଷା ପାଇଁ 4ଟି ବାହିନୀ ରେଡ଼ି ରହିଥିଲେ ମଧ୍ୟ ଯେତେବେଳେ କଇଁଛମାନେ ଆସନ୍ତି ସେହି ପ୍ରୋଟେକ୍ଟେଡ୍ ଏରିଆ ଭିତରେ ଜଳଦସ୍ୟୁମାନେ ପ୍ରବେଶ କରି ଅନେକ ସମୟରେ ସେମାନଙ୍କର ଶକ୍ତିଶାଳୀ ଟ୍ରଲରରେ ଯେତେବେଳେ ମାଛ ଧରନ୍ତି, ସେହି ସମୟରେ ନିରୀହ ଅଲିଭ୍ ରିଡ୍ଲେ କଇଁଛମାନଙ୍କର ଜୀବନ ଦୀପ ଲିଭିଯାଏ। ସେଥିପ୍ରତି ମଧ୍ୟ ଏ 4 ବାହିନୀ ସଜାଗ ରହିବା ଦରକାର। କାହିଁକିନା ସମୁଦ୍ରର ସାମୁଦ୍ରିକ ପରିବେଶ ଏବଂ ସନ୍ତୁଳନ କ୍ଷେତ୍ରରେ ଅଲିଭ୍ ରିଡ୍ଲେ କଇଁଛମାନଙ୍କର ଯେଉଁ ମହାନ ଅବଦାନ ଅଛି, ତାକୁ କେବଳ ଖାଲି ବନ ବିଭାଗ କି ଅନ୍ୟ ବିଭାଗ ସବୁ ସ୍ତରରୁ ମଧ୍ୟ ଚିନ୍ତା କରିବାର ସମୟ ଆସିଛି। ମତ୍ସ୍ୟଜୀବୀ ମଧ୍ୟ ଚିନ୍ତା କରିବା ଦରକାର, ଆମ ସମସ୍ତଙ୍କର ମଧ୍ୟ ସହଯୋଗ ରହିବା ଦରକାର। ଯେହେତୁ ସେ ହେଉଛନ୍ତି ଅତିଥି ଦେବୋ ଭବ, ସେମାନଙ୍କୁ ସମ୍ମାନ ଦେବା ଏବଂ ସେମାନେ ତାଙ୍କର କାର୍ଯ୍ୟକ୍ରମ ଶେଷ କରି ପୁଣି ଫେରିଯିବେ ତାଙ୍କର ନିଷିଦ୍ଧ ଇଲାକାକୁ।
देखो गहिरीमथा सामुद्रिक अभयारण्य ओडिशार एकमात्र सामुद्रिक अभयारण्य एवं जितेबले प्राय 1997 रु या सामुद्रिक अभयारण्य मान्यता दिगला जो नो फिशिंग जोन बहुत परवर्त समय घोषणा किंतु प्राय आमर धामरा मुहाण पुराणा महानदी मुहाण जाए उपकूल 20 किलोमीटर पर्यंत नो फिशिंग जोन रही कड़ाकड़ी कटना कराए। यही समय अलिविले कईच निजर वंश विस्तार करने एठिक आसी थाए। सबुठ बड़ कथा हूँ जो वन विभाग सहित वन विभाग तटरक्षी बाहिनी सामुद्रिक मत्स्य विभाग एवं सामुद्रिक थाना ये समस्ते मिलित पाट्रोलिंग व्यवस्था रही कि देखा मिलूँ केवल वन विभाग ये एकमात्र भूमिका निभाऊला बेले अन्य दाय माने भागीदार रोनी जहाँफल अनेक समय आम देखुचु वन विभाग गुड़ी में केतले छटिया मत्स्यजीवी साधारण मत्स्यजीवी गुड़ी प्राण हराउला बेले मत्स्यजीवी आक्रमण में वन कर्मचारी मैंने प्राण हराई। सामसिंग जमी फरेस्ट गार्ड सामसिंग अतीत मत्स्यजीवी आक्रमण में प्राण हराई तेणु एथुरु रक्तरंजित होची गहिरीमथा। तेणु गहिरीमथार सुरक्षापी वन विभाग जब तो एकमात्र तत्परता देखा सी जो दुईटी स्पीडी बोट थिला ता अचल हो पड़ी गोटे मात्र स्पीडी बोट अलिभिया सजड़ा जाइए किंतु यथेष्ट नुह ताकू आहरी परिमाण अधिक परिमाण पाट्रोलिंग व्यवस्था कड़ाकड़ी करवा दरकार और अधिक स्पीडी बोट आवश्यक। राजनगर धीरेन्द्र मल्लिक रिपोर्ट लिव लाइव ओडिया।